ରଞ୍ଜିତ ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ସମୟର ଉଜାଣି ସ୍ରୋତରେ ଆମେ ଫେରିଯିବା ସୁଦୂର ଅତୀତକୁ, ଓଲଟେଇ ଚାଲିବା ଓଡ଼ିଶା ଇତିହାସର ପୃଷ୍ଠା ଫର୍ଦ୍ଦ ଫର୍ଦ୍ଦ କରି। କେଉଁଠି ଚିତ୍ରିତ ହେଇଛି ରକ୍ତରଞ୍ଜିତ ଓଡ଼ିଶା ମାଟିର ରୂପ, ତ କେଉଁଠି ଲେଖା ଅଛି ସ୍ୱାଧୀନତା ରକ୍ଷା ପାଇଁ ଓଡ଼ିଆ ବୀର ପାଇକଙ୍କର ପ୍ରାଣମୂର୍ଚ୍ଛା ସଂଗ୍ରାମ। ସମୟ ସ୍ରୋତରେ ଉଠିଛି ଲହ ଲହ ଜିହ୍ୱା ପ୍ରକଟ କରି ଧ୍ୱଂସର ଉତ୍ତାଳ ତରଙ୍ଗ, ତ କେଉଁଠି ଦେଖାଦେଇଛି ବିବଶତାର ଅଶ୍ରୁଳ ଇଙ୍ଗିତ। ଖୋରାଧାଗଡ଼ ପୁରୀର ପଞ୍ଚୁକୋଶୀ ଅଞ୍ଚଳରେ 16ଟି ବ୍ରାହ୍ମଣ ଶାସନର ପ୍ରତିଷ୍ଠାତା ପୁରୀ ଶ୍ରୀଜଗନ୍ନାଥଙ୍କ ପୁନଃପ୍ରତିଷ୍ଠା ହେତୁ ତାଙ୍କୁ କୁହାଯାଉଥିଲା ଅଭିନବ ଇନ୍ଦ୍ରଦ୍ୟୁମ୍ନ ବା ଦୂତି ଇନ୍ଦ୍ରଦ୍ୟୁମ୍ନ। ସେ କିଏ ଜାଣନ୍ତି? ସେ ହେଉଛନ୍ତି ଗଜପତି ମହାରାଜା ପ୍ରଥମ ରାମଚନ୍ଦ୍ର ଦେବ। ତାଙ୍କର ବିଚକ୍ଷଣ ରାଜନୀତି ଅଦମନୀୟ ଶକ୍ତି ନିକଟରେ ବିଦେଶୀ ଆକ୍ରମଣକାରୀଙ୍କ ମୁଣ୍ଡ ନଇଁଯାଏ। ହେଲେ ତାଙ୍କ ରାଜତ୍ୱ କାଳରେ ଓଡ଼ିଶା ମାଟି ଉପରେ ବହିଯାଇଛି ଅନେକ ଝଡ଼ଝଞ୍ଜା। ଶୁଣିଲେ ଲୋମମୂଳ ଟାଙ୍କୁରି ଉଠେ। ଓଡ଼ିଆ ବ୍ରାହ୍ମଣ ଯୁବକ କଳାଚାନ୍ଦର ଓଡ଼ିଶା ବିରୋଧୀ ମନୋଭାବ ଏବଂ ଓଡ଼ିଶା ତଥା ଜଗନ୍ନାଥଙ୍କୁ ଧ୍ୱଂସ କରିଦେବାର ଦୃଢ଼ ସଂକଳ୍ପ। ଧର୍ମାନ୍ତର ଗ୍ରହଣ କରି ସେ ସାଜିଲା କଳାଚାନ୍ଦରୁ କଳା ପାହାଡ଼। କାହିଁକି ତା ଜୀବନର ମୋଡ଼ ବଦଳିଗଲା? କାହିଁକି ସେ ହେଲା ଓଡ଼ିଆ ବିଦ୍ୱେଷୀ ଦୁର୍ଦ୍ଦଶ କଳା ପାହାଡ଼? କେଉଁ ଯନ୍ତ୍ରଣାରେ ଜର୍ଜରିତ ହେଇ ତା ମନ ହୃଦୟରେ ଜଳି ଉଠିଲା ପ୍ରତିଶୋଧର ବହ୍ନି? ଗଜପତି ରାମଚନ୍ଦ୍ର ଦେବ କ'ଣ ତା ଆକ୍ରମଣର ପ୍ରତିରୋଧ କରିପାରିଲେ? ଭୋଇ ବଂଶ ରାଜା ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ପ୍ରତିଷ୍ଠିତ 16 ଶାସନ ମଧ୍ୟରୁ ଗୋଟିଏ ଶାସନର ଅଭୁଲା କାହାଣୀ। ଗାଁ ମୁଣ୍ଡରେ ଛୋଟ ନୁଆଣିଆ ଚାଳ ଘରଟିଏ। ଘରେ ବିଧବା ବ୍ରାହ୍ମଣୀ ମା ଆଉ ଛୋଟ ପୁଅଟିଏ। ମା ଶ୍ରଦ୍ଧାରେ ତା ନାଁ ଦେଇଥାନ୍ତି କଳାଚାନ୍ଦ। ଦୁଇ ପ୍ରାଣୀ ଚଳିବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ମା ଦିନ ରାତି ଜଗନ୍ନାଥଙ୍କୁ ଡାକନ୍ତି, ନାନା ଓଷା ବ୍ରତ କରନ୍ତି। ପୁଅଟି ବଡ଼ ହେଲେ ଦୁଃଖ ସରିବ। ଗାଁର ଅନ୍ୟ ବ୍ରାହ୍ମଣଙ୍କ ସାଙ୍ଗରେ ପୁଅ ମନ୍ଦିରକୁ ଯାଏ। ବଙ୍ଗ ଯାତ୍ରୀ ଆସିଲେ ବେଶ୍ 2 ପଇସା ପାଏ। ସେତେବେଳେ ଶାସନମାନଙ୍କରେ ଥିବା ଜାଗା ଆଖଡ଼ାରେ କୁସ୍ତି କସରତ ଶିକ୍ଷା ଦେଇ ଯୁବକମାନଙ୍କୁ ଭେଣ୍ଡିଆ କରାଯାଏ। କଳାଚାନ୍ଦ ବି ଭେଣ୍ଡିଆ ହେଲା। ନନାଙ୍କ ଯାତ୍ରୀ ବ୍ୟବସାୟକୁ ଚାଲୁ ରଖିବାକୁ ସେ ଚାଲିଗଲା ବଙ୍ଗ ଦେଶକୁ। ଦିନେ ଘଟିଲା ଏକ ଅଲୌକିକ ଘଟଣା। ନୈଷ୍ଠିକ ବ୍ରାହ୍ମଣ ଯୁବକ ନିତ୍ୟକର୍ମ ସାରି ଫେରିବା ବାଟରେ ଦେଖିଲା ସୁନ୍ଦରୀ ଯୁବତୀଟିଏ ବାଘ କବଳରେ ପଡ଼ିଛି।
କାଳ ବିଳମ୍ବ ନ କରି ସେ ଲମ୍ଫ ଦେଲା ବାଘ ଉପରକୁ। ନିଜର ସମସ୍ତ ଶକ୍ତି ଦେଇ ଲଢ଼ିଲା ବାଘ ସାଙ୍ଗରେ। ବାଘର ଶକ୍ତି ହାର ମାନିଲା। ଝିଅଟି ଜୀବନ ରକ୍ଷା କରି ସେ ଚାଲିଗଲା ତା ବାଟରେ। ଜାଣିବାକୁ ଚାହିଁବେନି ସେ ଝିଅଟି କିଏ? ସେ ଆଉ କେହି ନୁହେଁ, ବଙ୍ଗ ନବାବଙ୍କର ଏକମାତ୍ର କନ୍ୟା। ରାଜକୁମାର ପରି ଦେଖାଯାଉଥିବା ଯୁବକ ପ୍ରତି ଆଖିରେ ତାର କୃତଜ୍ଞତାର ଚାହାଣୀ। ଖବର ପହଞ୍ଚିଲା ନବାବଙ୍କ ନିକଟରେ। ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ପ୍ରଥମ 15 ବର୍ଷର ରାଜତ୍ୱ କାଳ ଖୁବ୍ ସୁଖ ଶାନ୍ତିରେ କଟିଥିଲା। ସେ ଖୁରୁଧା ରାଜ୍ୟ ପ୍ରତିଷ୍ଠା କରି ଅନେକ ମହତ୍ କାର୍ଯ୍ୟ କରିବାକୁ ସମର୍ଥ ହୋଇଥିଲେ। ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୁନଃପ୍ରତିଷ୍ଠା, 16 ଶାସନର ଉତ୍ପତ୍ତି ଓ ପ୍ରତିଷ୍ଠା, ମୁକ୍ତିମଣ୍ଡପର ନିର୍ମାଣ, ସାକ୍ଷୀଗୋପାଳ ବିଗ୍ରହ ପ୍ରତିଷ୍ଠା ଆଦି ସାଙ୍ଗକୁ ଅନେକ କୀର୍ତ୍ତି ରଖିଯାଇଛନ୍ତି। ତାଙ୍କ ରାଜତ୍ୱ କାଳରେ ସଂସ୍କୃତ ସାହିତ୍ୟ ଚର୍ଚ୍ଚା ସାଙ୍ଗକୁ ଓଡ଼ିଆ ସାହିତ୍ୟ ମଧ୍ୟ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ରାଜା ନିଜେ ଜଣେ ଉଚ୍ଚକୋଟୀର କବି ଥିଲେ ଏବଂ କବିମାନଙ୍କର ଆଦର ଓ ପୃଷ୍ଠପୋଷକତା କରୁଥିଲେ। ତାଙ୍କ ରାଜତ୍ୱ କାଳରେ ଅନେକ ବିଶିଷ୍ଟ ବ୍ୟକ୍ତି ଜନ୍ମ ନେଇ ରାଜସମର୍ଥନ ଲାଭ କରି ସମାଜର ବିଭିନ୍ନ ଦିଗରେ ଉନ୍ନତି ସାଧନ କରିଥିଲେ। ଏହା ହେଇପାରେ ଯେ ତାଙ୍କ ସଂଘର୍ଷମୟ ଜୀବନ ଓ ରାଜ୍ୟ ଶାସନର ଅନୁଭୂତିପୂର୍ଣ୍ଣ କାର୍ଯ୍ୟକଳାପ ପରବର୍ତ୍ତୀ ପିଢ଼ିର ରାଜନ୍ୟବର୍ଗଙ୍କ ଶାସନ ପାଇଁ ପଥ ସୁଗମ କରିଦେଇଥିବ। ଖବର ପାଇଲା ପରେ ନବାବଙ୍କ ମନରେ ଅନେକ ଜିଜ୍ଞାସା। କିଏ ସେଇ ପ୍ରଚଣ୍ଡ ତେଜୋଦୀପ୍ତ ବଜ୍ରବାହୁ ଯୁବକ? ଯୁବକର ଅନୁସନ୍ଧାନରେ ନବାବ ପ୍ରେରଣ କରନ୍ତି ଅନୁଚରମାନଙ୍କୁ। ଅତି ଭଦ୍ର ଶାନ୍ତ କାନ୍ତ ତନୁ ବ୍ରାହ୍ମଣ ଯୁବକଟି ନବାବଙ୍କ ଦରବାରରେ ନତମସ୍ତକ ହେଇ ଦଣ୍ଡାୟମାନ ହୁଏ। ମନରେ ଅହେତୁକ ଭୟ। ଯୁବକର ପରିଚୟ ସହ ସମସ୍ତ ବୃତ୍ତାନ୍ତ ବୁଝିନେଲେ ବଙ୍ଗର ନବାବ। ସଙ୍ଗେ ସଙ୍ଗେ ଆଦେଶ ଦେଲେ, ଯୁବକ, ତମର ବଳ ପରାକ୍ରମ ମୋତେ ପ୍ରୀତ କରିଛି। ମୋ କନ୍ୟାର ଅଙ୍ଗରକ୍ଷୀ ହେବା ପାଇଁ ମୋ ଦୃଷ୍ଟିରେ ତମେ ହିଁ ଉପଯୁକ୍ତ ପାତ୍ର। ଏଥିରେ ତମର ମତାମତ କ'ଣ? କଳାଚାନ୍ଦ କେବଳ ମୁଣ୍ଡ ହଲେଇ ସମ୍ମତି ଜଣେଇଲା। ଜୀବନର ଉଠାଣି ଗଡ଼ାଣି ରାସ୍ତାରେ କେତେବେଳେ କଣ୍ଟାର ଚୁଭନ ତ କେତେବେଳେ ଫୁଲର ସୁକୋମଳ ଶଯ୍ୟା। କେତେ ଘଟଣା ଆଉ ଦୁର୍ଘଟଣା। ଅପ୍ରତ୍ୟାଶିତ ଆଉ ଏକ ଦୁର୍ଘଟଣାର ସମ୍ମୁଖୀନ ହୁଏ କଳାଚାନ୍ଦ। ନବାବ କନ୍ୟା ଦୋଳି ଖେଳୁଥିବା ଅବସ୍ଥାରେ ପତନର ନିଶ୍ଚିତ ସମ୍ଭାବନା ଦେଖି ନିଜର 2 ବାହୁରେ ତୋଳି ନିଏ ରାଜକୁମାରୀକୁ। ଏ କ'ଣ? ଅଙ୍ଗେ ଅଙ୍ଗେ ତାର ଖେଳିଯାଏ ଅପୂର୍ବ ରୋମାଞ୍ଚ। କିନ୍ତୁ ଅନାଗତ ଭୟରେ କମ୍ପିବାକୁ ଲାଗେ ତାର ସମଗ୍ର ଶରୀର। କି ଅପରାଧ କଲା ସେ? ରକ୍ଷକ ହେଇ ଭକ୍ଷକ ସାଜିଲା? ନିଜ ମୁନିବଙ୍କ କନ୍ୟାର ଅଙ୍ଗସ୍ପର୍ଶ କଲା? ନବାବ ଜାଣିଲେ ଗଣ୍ଡିରୁ ମୁଣ୍ଡଟା ଅଲଗା ହେଇଯିବ। ସୁନ୍ଦର ସୁଠାମ ଯୁବକର ବାହୁ ଝୁଲଣା କିଛି କ୍ଷଣ ପାଇଁ ରାଜକୁମାରୀ ଦେହରେ ଭରିଦେଲା ଅହେତୁକ ପୁଲକ। ଆଖିରେ ପ୍ରେମର ଅନେକ ନିଶା। ସିଂହାବଲୋକନ କରି ଧୀରେ ଧୀରେ ବିଦାୟ ନେଲା ରାଜକୁମାରୀ। ରାତି ସାରା ଉଭୟଙ୍କ ଆଖିରେ ନିଦ ନାହିଁ। ଜଣେ ଭୟରେ କାତର,
ତ ଆଉ ଜଣେ ପ୍ରେମରେ ବିଭୋର। ପରଦିନ ରାଜକୁମାରୀ ନବାବଙ୍କ ଆଗରେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରି ନିଜ ଅଭିଳାଷ ପ୍ରକାଶ କଲା। ହଠାତ୍ ନବାବ ନିର୍ବାକ ହୋଇଗଲେ। ଆଭିଜାତ୍ୟହୀନ ଗୋଟିଏ ଦରିଦ୍ର ବ୍ରାହ୍ମଣ, ସେ ପୁଣି ହେବ ନବାବଙ୍କ ଜାମାତା। ଅକଥନୀୟ ଯନ୍ତ୍ରଣାର ତୀକ୍ଷ୍ଣ ସ୍ୱର କ୍ଷତବିକ୍ଷତ କରିଦେଲା ତାଙ୍କ ହୃଦୟକୁ। ସେ କେବେ ତ ଦୁଃଖ ଦେଇନାହାନ୍ତି ତାଙ୍କ ଏକମାତ୍ର କନ୍ୟାର ହୃଦୟରେ, ତାକୁ ଏ ସୁଖରୁ ବଞ୍ଚିତ କରିବେ କେମିତି? ଶେଷରେ ସିଦ୍ଧାନ୍ତ ନେଲେ ଉଭୟଙ୍କ ବନ୍ଧନକୁ ସୁଦୃଢ଼ କରିବା ପାଇଁ। କିନ୍ତୁ ତା ପୂର୍ବରୁ କଳାଚାନ୍ଦକୁ ଇସଲାମ ଧର୍ମ ଗ୍ରହଣ କରିବାକୁ ହେବ। କଳାଚାନ୍ଦ ପରି ଜଣେ ନୈଷ୍ଠିକ ବ୍ରାହ୍ମଣ ସତେ କ'ଣ ଇସଲାମ ଧର୍ମ ଗ୍ରହଣ କରିବାକୁ ରାଜି ହୋଇଥିବ? ଶ୍ରୋତାବନ୍ଧୁ, ମଣିଷ ପରିସ୍ଥିତିର ଦାସ। ଗତିଶୀଳ ଜୀବନରେ କେତେବେଳେ କେଉଁ ପରିସ୍ଥିତି ଆସିବ, ଜୀବନ ଗତିରେ କେଉଁଠି କି ମୋଡ଼ ଧରିବ, ତାହା କେବଳ ସମୟ ହିଁ କହିପାରିବ। ଏ ମାଟିର ଇତିହାସରେ ଏମିତି କେତେ ଯେ ଘଟଣାର ସମାବେଶ ହୋଇଛି। ବଙ୍ଗରେ ଥିବାବେଳେ ବ୍ରାହ୍ମଣ ଯୁବକ କଳାଚାନ୍ଦ ଜୀବନରେ କି ଝଡ଼ ବହିଯାଇଛି, ସମୟ କେମିତି ପରିବର୍ତ୍ତନର ବାତାବରଣ ସୃଷ୍ଟି କରିଛି, ସେ ବିଷୟରେ ଜାଣିବା ପାଇଁ ମୁଁ ଆପଣମାନଙ୍କୁ ନେଇଯାଉଛି ବଙ୍ଗ ଦେଶକୁ। ଗୋଟିଏ ପଟେ ଧର୍ମଭ୍ରଷ୍ଟର ବ୍ୟଥା, ଆଉ ଗୋଟିଏ ପଟେ ରାଜକୁମାରୀର ପ୍ରେମ। ଗୋଟିଏ ପଟେ ନବାବଙ୍କ ଆଦେଶ ମିଶା ଅନୁରୋଧ, ଆଉ ଅନ୍ୟପଟେ ନବାବଙ୍କ ବାହୁଛାୟା ତଳେ ଆଶ୍ରୟ ନେଇ ମୋଟା ଧନ ରୋଜଗାର କରିବାର ପ୍ରଲୋଭନ। ମନ ଭିତରେ ଏମିତି ସୁନ ଛକିର ଖେଳ। କେଉଁଠି ରହିଛି ଏହାର ସମାଧାନ? ଶେଷରେ ସବୁ କିଛି ପଛରେ ପକାଇ ଦେଇ ପ୍ରଲୋଭନର ଶିକାର ହେଇଛି କଳାଚାନ୍ଦ। ଇସଲାମ ଧର୍ମ ଗ୍ରହଣ କରି ନବାବଙ୍କ କନ୍ୟାକୁ ବିବାହ କରିଛି। ନିଜର ବଳ ବିକ୍ରମରେ ମୁଗ୍ଧ କରିଛି ବଙ୍ଗର ନବାବଙ୍କୁ। ସେ ଅଧିଷ୍ଠିତ ହେଇଛି ନବାବଙ୍କ ସେନାବାହିନୀର ଏକ ପ୍ରମୁଖ ପଦବୀରେ। କିଛି ଦିନ କଟିଯାଇଛି ପ୍ରେମ ପ୍ରଣୟର ମସଗୁଲ ନିଶାରେ। ନବାବଙ୍କ ପ୍ରିୟପାତ୍ର ହେଇଛି କଳାଚାନ୍ଦ। ଏତେ ଗୁଡ଼ାଏ ଭଲ ପାଇବା ଭିତରେ ମଣିଷଟାଏ ଅତୀତକୁ ଭୁଲିଯିବା ସ୍ୱାଭାବିକ। ବେଳେବେଳେ ସ୍ୱାର୍ଥପରତାର ଚାବୁକ ତାକୁ ବିବଶ କରିଦିଏ। ଧୀରେ ଧୀରେ କମି ଆସେ ପ୍ରଥମ ପ୍ରେମର ନିଶା। ମନେ ପଡ଼େ ଗାଁ ମାଟି, ସେଇ ଭଙ୍ଗା କୁଡ଼ିଆ, ବିଧବା ମାଆର ମମତା ବଳା ହାତ ରାନ୍ଧଣା, ଆଉ ମନେ ପଡ଼ନ୍ତି ପ୍ରଭୁ ଜଗତର ନାଥ ଜଗନ୍ନାଥ। ନବାବଙ୍କ ଅନୁମତି ନେଇ କଳାଚାନ୍ଦ ଫେରିଆସେ ନିଜ ଜନ୍ମଭୂମି ଉତ୍କଳକୁ। ହେଲେ ଧର୍ମଭ୍ରଷ୍ଟ କଳାଚାନ୍ଦକୁ ଏ ଜାତି, ଏ ସମାଜ, ସର୍ବୋପରି ତାର ବିଧବା ମା ଗ୍ରହଣ କରିପାରିବେ ତ? ଜାଣେ ନା କି ପରିସ୍ଥିତିର ସମ୍ମୁଖୀନ ହେବ ସେ। ପୁତ୍ର ବିଚ୍ଛେଦ ବିଧୁରା ମା ଚାହିଁ ବସିଛି ପୁଅର ଫେରନ୍ତା ବାଟକୁ। କୁଆଡ଼େ ଗଲା ତା ଦୁଃଖୀର ସଂଖାଳି, ଦରିଦ୍ର ପସରା, ନୟନର ତାରା। ମାକୁ ଛାଡ଼ି ତ କେବେ ରହିପାରେନି। ଚାହିଁ ବସିଥାଏ ମାର ହାତ ରାନ୍ଧଣାକୁ। ବିଦେଶ କରି ଯାଇଛି ତ ଯାଇଛି, ମା କଥା କ'ଣ ତାର ଟିକିଏ ହେଲେ ମନେ ପଡ଼ୁନି? ଭାବୁଛି ଏଥର ଆସିଲେ ଆଉ ତାକୁ ହାତଛଡ଼ା କରିବନି। ବିଧବା ବୃଦ୍ଧା ଜନନୀ ଗୁମୁରି ଗୁମୁରି କାନ୍ଦୁଛି। ସେ କ'ଣ ଜାଣିଛି ଯେ ଖଣ୍ଡେ ଅଦିନ କଳା ବାଦଲ ଶରତ ଚନ୍ଦ୍ରମାର ରୂପଲାବଣ୍ୟକୁ ବିବର୍ଣ୍ଣ କରିଦେବ ବୋଲି? ଫେରି ଆସିଛି କଳାଚାନ୍ଦ। ଆନନ୍ଦ ଗଦଗଦ ହେଇ ମାକୁ ପ୍ରଣାମ କରି କୁଣ୍ଢେଇ ପକେଇଛି। କହିଛି, ମା,
ଜଗନ୍ନାଥ ଆମର ସବୁ ଦୁଃଖ ଦୂର କରିଦେଇଛନ୍ତି। ମୁଁ ଆଉ ଯାତ୍ରୀ ବ୍ୟବସାୟ କରିବିନି, ହେଲେ ତତେ କିନ୍ତୁ ଘିଅ ମହୁରେ ଭସେଇଦେବି। ତୁ ଜାଣିଛୁ ମା, ବଙ୍ଗର ନବାବ ମୋତେ ଚାକିରି ଦେଇଛନ୍ତି। ମୁଁ ହେଇଛି ତାଙ୍କର ଅତି ବିଶ୍ୱସ୍ତ। ଆଉ ଜାଣିଛୁ ମା, ତାଙ୍କ ଝିଅକୁ ବି ମୋତେ ବାହା ଦେଇଛନ୍ତି। ସରଳ ନିଷ୍କପଟ ହୃଦୟ କଳାଚାନ୍ଦ ଏକା ନିଶ୍ୱାସକେ ସବୁ କଥା କହିଦେଲା। ଭାବିଥିଲା ପୁଅର କୃତିତ୍ୱ ଶୁଣି ମା ଆନନ୍ଦ ବିଭୋର ହୋଇଯିବ ବୋଲି, ହେଲେ ଏ କ'ଣ ହେଲା? ନିର୍ଘାତ ଆଘାତ ଲାଗିଲା ବିଧବା ମାର ମମତା ଭରା ହୃଦୟରେ। କଳା ଚାନ୍ଦକୁ ଖୁବ୍ ଜୋରରେ ଦୂରକୁ ଠେଲି ଦେଇ ନାଗୁଣୀ ପରି ଗର୍ଜି ଉଠି ଝିଙ୍ଗାସିବାକୁ ଆରମ୍ଭ କଲା। ଛୁଉଁନା ମୋତେ, ଦୂର ହେଇଯା ମୋ ଆଖି ସାମ୍ନାରୁ। ତୋ ଦୃଷ୍ଟି ପଡ଼ିଲେ, ତୋ ନିଶ୍ୱାସ ବାଜିଲେ ମୋ କାୟା ଅପବିତ୍ର ହେଇଯିବ। ତତେ କ'ଣ ଜନ୍ମ ଦେଇଥିଲି ତୁ ମୋରି ଛାତିରେ ଛୁରୀ ମାରିବୁ ବୋଲି? ମୋର 7 ଜନ୍ମର ତପସ୍ୟା ଧୂଳିସାତ କରିଦେଲୁ। ବଂଶ ପରମ୍ପରାକୁ ନଷ୍ଟ କରି ତୁ ବିଧର୍ମୀ ହେଲୁ। ବାହାରି ଯା ମୋ ଘରୁ। ଆଉ ଥରକ ପାଇଁ ତୋ କଳା ମୁହଁକୁ ମୋତେ ଦେଖେଇବୁ ନାହିଁ। ମୋ କଳା ଚାନ୍ଦ ମୋ ପାଇଁ ମରିଯାଇଛି। ଚାଲିଯା ଏଠୁ। ଚାରିଆଡ଼ ଅନ୍ଧାର ଦିଶିଲା କଳା ଚାନ୍ଦକୁ। ହତବାକ୍ ହେଇ ଘରୁ ଚାଲି ଆସିଲା। ସତରେ କେତେ ବଡ଼ ପାପ କରି ପକେଇଲି ମୁଁ। କିଏ ମୋତେ ଗ୍ରହଣ କରିବ? ମୁଁ କାହାର ହେଇପାରିବିନି। ଯାଉଛି, ମୋ ଆରାଧ୍ୟ ଜଗନ୍ନାଥଙ୍କ ପାଦ ତଳେ ପଡ଼ି କ୍ଷମା ମାଗିବି। ସତେ କ'ଣ ପ୍ରଭୁ ତାକୁ କ୍ଷମା ଦେବେ? ସତେ କ'ଣ ଏ ସମାଜ ତାକୁ ଗ୍ରହଣ କରିବ? ଶ୍ରୀମନ୍ଦିରର ସିଂହଦ୍ୱାର। ଭକ୍ତ ଯାତ୍ରୀ ସେବାୟତଙ୍କ ଯାତାୟତ ଚାଲିଛି। ନୀଳଚକ୍ରରେ ଫରଫର ହେଇ ଉଡ଼ୁଛି ପତିତ ପାବନ ବାନା। ବଡ଼ ଦାଣ୍ଡରେ ଠିଆ ହେଇ କଳାଚାନ୍ଦ ଚାହିଁ ରହିଛି ପତିତ ପାବନ ବାନାକୁ। ବୁକୁର ପରଦା ଚିରି ବାହାରି ଆସିଛି କେଇ ପଦ କଥା। ହେ ପ୍ରଭୁ ପତିତ ପାବନ, ତମେ ପରା ସର୍ବଧର୍ମ ସମନ୍ୱୟର ଠାକୁର। ଧରା ପୃଷ୍ଠରେ ତମେ ଗୋଟିଏ ଜାତି ଗଢ଼ିଛ, ମଣିଷ ଜାତି। ତମ ପାଖରେ ଏ ଧର୍ମ ଅଧର୍ମର ଭେଦଭାବ ଆସିଲା କୋଉଠୁ? ତମର ଏ ଦାସାନୁଦାସ ସେବକ କ'ଣ ସତରେ ପଥଭ୍ରଷ୍ଟ ହେଇଛି ପ୍ରଭୁ? ସତେ କ'ଣ ତମେ ତାକୁ ଦର୍ଶନରୁ ବଞ୍ଚିତ କରିବ? ପାଟିରୁ କଥା ସରିନି। କାହାର ଶକ୍ତ ଆଘାତରେ ସେ ଭୁଲୁଣ୍ଠିତ ହେଲା। ବେଢ଼ିଗଲେ କେତେକ ସେବାୟତ। ହୀନ କର୍ମା ବିଧର୍ମୀ କହି ଭର୍ତ୍ସନା କରି ଚାଲିଲେ। ପ୍ରହାର ପରେ ପ୍ରହାର। କ୍ଷତାକ୍ତ ହେଇ କଳାଚାନ୍ଦ ଲୋଟିଯାଏ ବଡ଼ଦାଣ୍ଡରେ। ପାଟିରେ ପାଣି ଟୋପେ ଦେବାକୁ ପାଖରେ କେହି ନାହିଁ। ଶରୀରରେ ଅନେକ ଯନ୍ତ୍ରଣା, ହୃଦୟରେ ନିନ୍ଦା ଅପମାନର ଅସହ୍ୟ ବେଦନା। ଅନନ୍ୟୋପାୟ ହେଇ କଳାଚାନ୍ଦ ଫେରିଆସେ ବଙ୍ଗ ଦେଶକୁ। ଅଙ୍ଗେ ଅଙ୍ଗେ ଜଳି ଉଠେ ପ୍ରତିଶୋଧର ଦାବାଗ୍ନି। କ୍ରୋଧରେ ଗର୍ଜି ଉଠି କଳାଚାନ୍ଦ ନିଏ ବଜ୍ର ଶପଥ। ସେ ସାଜିବ କଳାଚାନ୍ଦରୁ କଳା ପାହାଡ଼। ଧ୍ୱଂସ କରିଦେବ କାଠର ଦେବତା ଜଗନ୍ନାଥଙ୍କୁ। ଧ୍ୱଂସ କରିଦେବ ଉତ୍କଳର ଏକଛତ୍ରବାଦୀ ବ୍ରାହ୍ମଣ ସମାଜକୁ। ଲୁଟି ନେବ ସମସ୍ତ ଧନ ସମ୍ପତ୍ତି। କାଙ୍ଗାଳ କରିଦେବ ଓଡ଼ିଶାକୁ। ସମୟ ହାତରେ ମଣିଷ ଗୋଟେ ଖେଳନା, କଣ୍ଢେଇ। ସମୟର ଗତି ମଣିଷକୁ କେତେବେଳେ ନେଇ କୋଉଠି ପହଞ୍ଚେଇ ଦିଏ ସେ କଥା ସେ ଜାଣେ। ସମୟ ସଜେଇ ଦେଇଛି ଶାନ୍ତ ସରଳ କଳାଚାନ୍ଦକୁ ଦୁର୍ଦ୍ଦଶ କଳା ପାହାଡ଼ ରୂପରେ। ଅନେକ ସୁଦକ୍ଷ ମୁସଲମାନୀ ସୈନ୍ୟ ନେଇ ଆକ୍ରମଣ କରିଛି ସେ ସ୍ୱାଧୀନ ଓଡ଼ିଶାକୁ। ଓଡ଼ିଶାର ଏକ ବିଶିଷ୍ଟ ଅଂଶ
ତଥା ଧର୍ମପୀଠ ପୁରୀ ଓ ଭୁବନେଶ୍ୱରର ଚତୁଃପାର୍ଶ୍ୱରେ ଯବନ ଦୈତ୍ୟ କଳା ପାହାଡ଼ର ଆତଙ୍କର ଛାୟା। ଏ ଅଞ୍ଚଳ ଅଧିବାସୀଙ୍କର ହୃତ୍କମ୍ପ ଜାତ ହୋଇଛି ଆସନ୍ନ ମୃତ୍ୟୁର ଆତଙ୍କରେ। ଚାରିଆଡ଼େ ବିଭୀଷିକାର ଋଣତାଣ୍ଡବ। ସୃଷ୍ଟି ହୋଇଛି ଅରାଜକତା। ଓଡ଼ିଶାର ବୀର ରାଜପୁତ ଖଣ୍ଡାୟତ ଓ ପାଇକମାନଙ୍କ ଶିରା ପ୍ରଶିରାରେ ଟକମକ ହେଇ ଫୁଟିବାକୁ ଆରମ୍ଭ କରିଛି ରକ୍ତକଣିକା। ରଣହୁଙ୍କାର ଦେଇଛି ଓଡ଼ିଆ ଜାତି। ଖୋର୍ଦ୍ଧାଗଡ଼ରୁ ଛୁଟି ଆସିଛି ବୀର ଗଜପତି ରାମଚନ୍ଦ୍ର ଦେବଙ୍କ ବଜ୍ର ନିର୍ଘୋଷ ଆପ୍ତବାଣୀ। ଉତ୍ତିଷ୍ଠ, ଜାଗ୍ରତ, ଜାଗ୍ରତ ହୁଅ ଓଡ଼ିଆ ପାଇକ। ଅବଦମିତ କର ବର୍ବର କଳା ପାହାଡ଼ର ଦର୍ପିତ ମାନବତାକୁ। ସ୍ୱାଧୀନ ଉତ୍କଳର ମାନ ଇଜ୍ଜତ ଆଜି ତମରି ହାତରେ। ଗର୍ଜି ଉଠୁ ରଣଦୁନ୍ଦୁଭି, ଗର୍ଜି ଉଠୁ ସିଂହନାଦ। ଆକ୍ରମଣ! ଆରମ୍ଭ ହେଇଛି ଘୋର ଯୁଦ୍ଧ। କଳା ପାହାଡ଼ ଆଉ ଗଜପତି ରାମଚନ୍ଦ୍ର ଦେବଙ୍କ ମଧ୍ୟରେ। ବିଜୟ କେତନ ଉଡ଼ାଇଛନ୍ତି ଗଜପତି ରାମଚନ୍ଦ୍ର ଦେବ। ଗଜପତି ରାମଚନ୍ଦ୍ର ଦେବଙ୍କ ରାଜତ୍ୱରେ ଯବନ ଆକ୍ରମଣ କ'ଣ ଏତିକିରେ ଶେଷ? କଳା ପାହାଡ଼ ଆକ୍ରମଣ ପରେ କାହାର କୋପ ଦୃଷ୍ଟି ପଡ଼ିଲା ଉତ୍କଳ ଉପରେ? ଉତ୍କଳକୁ ଯବନ ଆକ୍ରମଣର ଶେଷ ନଥିଲା ଗଜପତି ରାମଚନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ। ଧର୍ମ ବିଦ୍ୱେଷୀ ଦିଲ୍ଲୀ ସୁଲତାନ ଫିରୋଜ ତୋଗଲକଙ୍କ ହୀନ ଚକ୍ରାନ୍ତ, ଉତ୍କଳ ପ୍ରତି ବିଦ୍ୱେଷ ମାନସିକତାର ମର୍ମନ୍ତୁଦ କାହାଣୀ ଆଜି ବି ଏ ମାଟିର ଇତିହାସ ପୃଷ୍ଠା ମଣ୍ଡନ କରିଛି। ଯବନ ଫିରୋଜ ଶୁଣିବାକୁ ପାଇଛି ଉତ୍କଳର ପ୍ରଶସ୍ତି ଏବଂ ଉତ୍କଳର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରସିଦ୍ଧି। ମନ ପରଦାରେ ଅନେକ ପ୍ରଶ୍ନବାଚୀ। ଜଳି ଉଠିଛି ହିଂସାର ବଡ଼ବାଗ୍ନି। କିଏ ସେଇ ଜଗନ୍ନାଥ? କାଠର ଗୋଟେ ସାମାନ୍ୟ ମୂର୍ତ୍ତିର ଏତେ ପ୍ରସିଦ୍ଧି କୋଉଥିପାଇଁ? କୋଉଥିପାଇଁ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ଭିତରେ ରହିଛି ସେ? ନା ନା, ଫିରୋଜ ତୋଗଲକ ନିଜର ରତ୍ନ ଭଣ୍ଡାରକୁ ଭରିଦେବ ସେଇ ସବୁ ଐଶ୍ୱର୍ଯ୍ୟରେ। ଧ୍ୱଂସ କରିଦେବ ସେ କାଠର ପ୍ରତିମା ଜଗନ୍ନାଥକୁ। ହୀନ କାପୁରୁଷ ଉତ୍କଳୀୟମାନେ ଜାଣନ୍ତି ନାହିଁ ଫିରୋଜ ତୋଗଲକର ବଳ ପରାକ୍ରମ। ଆକ୍ରମଣ କରିବ ସେ, ଶ୍ମଶାନ କରିଦେବ ଉତ୍କଳ ଭୂଇଁକୁ। ସମ୍ପତ୍ତି ଲୋଭ ଓ ରାଜ୍ୟ ଜୟ କରିବାର ଉତ୍ତୁଙ୍ଗ ଭାବନା ବ୍ୟସ୍ତ ବିବ୍ରତ କରି ପକାଇଲା ଫିରୋଜକୁ। ସୈନ୍ୟ ସାମନ୍ତର ପଟୁଆର ନେଇ ଉତ୍କଳ ଆକ୍ରମଣର ହୀନ ଅଭିପ୍ସା ରଖି ଯାତ୍ରା ଆରମ୍ଭ କଲା ଫିରୋଜ ତୋଗଲକ। ଜଗନ୍ନାଥ ପୁରୀକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ପହଞ୍ଚିଗଲା କଟକରେ। ଗର୍ଜି ଉଠିଲେ ଉତ୍କଳର ପାଇକ ସେନା। ନେତୃତ୍ୱ ଦେଲେ ପ୍ରବଳ ପରାକ୍ରମୀ ଉତ୍କଳର ଗଜପତି ପ୍ରଥମ ରାମଚନ୍ଦ୍ର ଦେବ। ଚାଲିଲା ଧର୍ମ ଅଧର୍ମ ମଧ୍ୟରେ ଘୋରତର ଲଢ଼େଇ। ଜଗନ୍ନାଥ ଯାହାକୁ ଚକ୍ର ଆଢୁଆଳରେ ରଖିଛନ୍ତି, କି କ୍ଷତି କରିପାରିବ ବିଧର୍ମୀ ତୋଗଲକ? ଗଜପତିଙ୍କ ପରାକ୍ରମ ନିକଟରେ ମୁଣ୍ଡ ନଇଲା ଫିରୋଜ ତୋଗଲକ। ଅବଦମିତ ହେଲା ତାର ଲୁଣ୍ଠନ ପିପାସା। ବିଫଳ ମନୋରଥ ହେଇ ପ୍ରତ୍ୟାବର୍ତ୍ତନ କଲା ଦିଲ୍ଲୀ ଅଭିମୁଖେ। ହେଲେ ରାମଚନ୍ଦ୍ର ଦେବ? କ'ଣ ଲେଖା ଅଛି ତାଙ୍କ ଭାଲପଟରେ? ଏତିକିରେ କ'ଣ ତାଙ୍କ ଭାଗ୍ୟାକାଶରୁ କଳା ବଉଦ ଅପସରିଗଲା? ରାଜ୍ୟର ପାତକ ରାଜା ମୁଣ୍ଡରେ। ମସ୍ତକ ଉପରେ ତୀକ୍ଷ୍ଣ ଅସିର ଦୋଳନ। ଶତ୍ରୁ ଆକ୍ରମଣ, ସଂଘର୍ଷ, ବିପଦର ଘନଘଟା ସତେ ଯେମିତି ରାଜାର ଭାଗ୍ୟଲିପି। ରାଜ୍ୟ ସୁରକ୍ଷା
ପ୍ରଜାଙ୍କ ସୁଖ ସୁବିଧା ଚିନ୍ତାରେ ନିଦ ହଜିଯାଏ ରାଜାର ଆଖିରୁ। ସେ ହିଁ ପ୍ରକୃତ ରାଜା, ଯିଏ ନିଜର ସୁଖକୁ ଭୁଲି ନିଜ ଜୀବନକୁ ମୃତ୍ୟୁର ଚାଦରରେ ଘୋଡ଼େଇ ରଖି ରାଜତ୍ୱ କରିଥାଏ। ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ରାଜ୍ୟ ଶାସନ ଠିକ୍ ସେମିତି ସଂଘର୍ଷମୟ ଥିଲା। ପ୍ରବଳ ପରାକ୍ରମୀ ଟୋଡରମଲ ରାଜପୁତ ହେଲେ ହେଁ ସେ ଥିଲେ ମୋଗଲ ସମ୍ରାଟ ଆକବରଙ୍କ ସୁଦକ୍ଷ ସେନାପତି। ମୋଗଲ ଆଉ ମୁସଲମାନଙ୍କ ମଧ୍ୟରେ ଥିଲା ଘୋର ଶତ୍ରୁତା। ବଙ୍ଗ ସୁଲତାନ ଦାଉଦ ଖାଁଙ୍କ ଓଡ଼ିଶା ଅଧିକାରରେ ଟୋଡରମଲ ହେଲେ ପ୍ରତିବନ୍ଧକ। ପୁଣି ଯୁଦ୍ଧର ଘନଘଟା। ଅଶାନ୍ତିର ବାତାବରଣ ଖେଳିଗଲା ଓଡ଼ିଶା ମାଟିରେ। ପରାଜିତ ଦାଉଦ ଖାଁଙ୍କ ମାନ ସମ୍ମାନ ପ୍ରତିପତ୍ତି ଧୂଳିସାତ ହେଲା। ଓଡ଼ିଶାରୁ ଲୁପ୍ତ ପ୍ରାୟ ହେଲା ଆଫଗାନ ଆଧିପତ୍ୟ। ଏ ଦିଗରେ ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ଟୋଡରମଲଙ୍କୁ ସାହାଯ୍ୟ ଯଥାର୍ଥତଃ ଅଭିନନ୍ଦନୀୟ। ମନେ ପଡ଼େ ରାଜା ମାନସିଂଙ୍କ କଥା। ବାହୁରେ ଶତସିଂହର ବଳ, ମନରେ ଅସୀମ ସାହସ, ଉତ୍କଳ ଆଶ୍ରିତ ମୋଗଲମାନଙ୍କ ପତନର ଦୃଢ଼ ସଂକଳ୍ପ। ଖୋର୍ଦ୍ଧା ଆକ୍ରମଣର ଅଭିପ୍ସା ନେଇ ସୃଷ୍ଟି କରନ୍ତି ଯୁଦ୍ଧର ବିଭୀଷିକା। ହେଲେ ଏ କ'ଣ ହେଲା? ଖୋର୍ଦ୍ଧା ଅଧିକାର କ'ଣ ତାଙ୍କ ଭାଗ୍ୟଲିପି ନୁହେଁ? ଥରେ ନୁହେଁ, ଦୁଇ ଥର ଆକ୍ରମଣରେ ବିଫଳ ମନୋରଥ ହେଲେ ମାନସିଂ। ଗଜପତି ରାମଚନ୍ଦ୍ର ଦେବଙ୍କ କ୍ଷମତାକୁ ଖର୍ବ କରିପାରିଲେ ନାହିଁ। ଖୋର୍ଦ୍ଧା ଅଧିକାରର ଅବଦମିତ ଲାଳସା ପୁନର୍ବାର ତାଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କଲା। ଉନ୍ମତ୍ତ ଶାର୍ଦୂଳ ପରି ଧାପ ଦେଲେ ଖୋର୍ଦ୍ଧାଗଡ଼କୁ। ବାଜି ଉଠିଲା ରଣଦୁନ୍ଦୁଭି। ସୁଦକ୍ଷ ମୋଗଲ ସେନାପତି ମାନସିଂଙ୍କ ଆକ୍ରମଣ ସମଗ୍ର ରାଜ୍ୟରେ ଚହଳ ପକାଇଦେଲା। ଗଜପତି ରାମଚନ୍ଦ୍ର ଦେବ ତାଙ୍କ ସୁଦୃଢ଼ତମ ଖୋର୍ଦ୍ଧା ଦୁର୍ଗରେ ଆଶ୍ରୟ ନେଇ ଯୁଦ୍ଧ ଚଳାଇଲେ। ପଛଘୁଞ୍ଚା ଦେଇନଥିଲେ ଖୋର୍ଦ୍ଧାର ଦୁର୍ଦ୍ଦଶ ପାଇକ ବାହିନୀ। ପ୍ରବଳ ଆକ୍ରମଣର ସମ୍ମୁଖୀନ ହୋଇ ମଧ୍ୟ ପ୍ରାଣମୂର୍ଚ୍ଛା ଲଢ଼େଇ କରି ମାତୃଭୂମିର ଟେକ ରଖିଲେ। ରାଜ୍ୟର ପାତକ ରାଜା ମୁଣ୍ଡରେ। ମସ୍ତକ ଉପରେ ତୀକ୍ଷ୍ଣ ଅସିର ଦୋଳନ। ଶତ୍ରୁ ଆକ୍ରମଣ, ସଂଘର୍ଷ, ବିପଦର ଘନଘଟା ସତେ ଯେମିତି ରାଜାର ଭାଗ୍ୟଲିପି। ରାଜ୍ୟ ସୁରକ୍ଷା, ପ୍ରଜାଙ୍କ ସୁଖ ସୁବିଧା ଚିନ୍ତାରେ ନିଦ ହଜିଯାଏ ରାଜାର ଆଖିରୁ। ସେ ହିଁ ପ୍ରକୃତ ରାଜା, ଯିଏ ନିଜର ସୁଖକୁ ଭୁଲି ନିଜ ଜୀବନକୁ ମୃତ୍ୟୁର ଚାଦରରେ ଘୋଡ଼େଇ ରଖି ରାଜତ୍ୱ କରିଥାଏ। ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ରାଜ୍ୟ ଶାସନ ଠିକ୍ ସେମିତି ସଂଘର୍ଷମୟ ଥିଲା। ପ୍ରବଳ ପରାକ୍ରମୀ ଟୋଡରମଲ ରାଜପୁତ ହେଲେ ହେଁ ସେ ଥିଲେ ମୋଗଲ ସମ୍ରାଟ ଆକବରଙ୍କ ସୁଦକ୍ଷ ସେନାପତି। ମୋଗଲ ଆଉ ମୁସଲମାନଙ୍କ ମଧ୍ୟରେ ଥିଲା ଘୋର ଶତ୍ରୁତା। ବଙ୍ଗ ସୁଲତାନ ଦାଉଦ ଖାଁଙ୍କ ଓଡ଼ିଶା ଅଧିକାରରେ ଟୋଡରମଲ ହେଲେ ପ୍ରତିବନ୍ଧକ। ପୁଣି ଯୁଦ୍ଧର ଘନଘଟା। ଅଶାନ୍ତିର ବାତାବରଣ ଖେଳିଗଲା ଓଡ଼ିଶା ମାଟିରେ। ପରାଜିତ ଦାଉଦ ଖାଁଙ୍କ ମାନ ସମ୍ମାନ ପ୍ରତିପତ୍ତି ଧୂଳିସାତ ହେଲା। ଓଡ଼ିଶାରୁ ଲୁପ୍ତ ପ୍ରାୟ ହେଲା ଆଫଗାନ ଆଧିପତ୍ୟ। ଏ ଦିଗରେ ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ଟୋଡରମଲଙ୍କୁ ସାହାଯ୍ୟ ଯଥାର୍ଥତଃ ଅଭିନନ୍ଦନୀୟ। ମନେ ପଡ଼େ ରାଜା ମାନସିଂଙ୍କ କଥା। ବାହୁରେ ଶତସିଂହର ବଳ, ମନରେ ଅସୀମ ସାହସ, ଉତ୍କଳ ଆଶ୍ରିତ ମୋଗଲମାନଙ୍କ ପତନର ଦୃଢ଼ ସଂକଳ୍ପ। ଖୋର୍ଦ୍ଧା ଆକ୍ରମଣର ଅଭିପ୍ସା ନେଇ ସୃଷ୍ଟି କରନ୍ତି ଯୁଦ୍ଧର ବିଭୀଷିକା। ହେଲେ ଏ କ'ଣ ହେଲା? ଖୋର୍ଦ୍ଧା ଅଧିକାର କ'ଣ ତାଙ୍କ ଭାଗ୍ୟଲିପି ନୁହେଁ? ଥରେ ନୁହେଁ, ଦୁଇ ଥର ଆକ୍ରମଣରେ ବିଫଳ ମନୋରଥ ହେଲେ ମାନସିଂ। ଗଜପତି ରାମଚନ୍ଦ୍ର ଦେବଙ୍କ କ୍ଷମତାକୁ ଖର୍ବ କରିପାରିଲେ ନାହିଁ।
ଖୋରୁଦା ଅଧିକାରର ଅବଦମିତ ଲାଳସା ପୁନର୍ବାର ତାଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କଲା। ଉନ୍ମତ୍ତ ଶାର୍ଦୂଳ ପରି ଧାପ ଦେଲେ ଖୋରୁଦାଗଡ଼କୁ। ବାଜି ଉଠିଲା ରଣଦୁନ୍ଦୁଭି। ସୁଦକ୍ଷ ମୋଗଲ ସେନାପତି ମାନ ସିଂଙ୍କ ଆକ୍ରମଣ ସମଗ୍ର ରାଜ୍ୟରେ ଚହଳ ପକାଇଦେଲା। ଗଜପତି ରାମଚନ୍ଦ୍ର ଦେବ ତାଙ୍କ ସୁଦୃଢ଼ତମ ଖୋରୁଦା ଦୁର୍ଗରେ ଆଶ୍ରୟ ନେଇ ଯୁଦ୍ଧ ଚଳାଇଲେ। ପଛଘୁଞ୍ଚା ଦେଇନଥିଲେ ଖୋରୁଧାର ଦୁର୍ଦ୍ଦଶ ପାଇକ ବାହିନୀ। ପ୍ରବଳ ଆକ୍ରମଣର ସମ୍ମୁଖୀନ ହୋଇ ମଧ୍ୟ ପ୍ରାଣମୂର୍ଚ୍ଛା ଲଢ଼େଇ କରି ମାତୃଭୂମିର ଟେକ ରଖିଲେ।